ଆଜି ଶୁଣିବା ଆତ୍ମଜୀବନୀ ଆର୍ଯ୍ୟଦାସର ଆତ୍ମଲିପିର ଭାଗ 15। ଲେଖକ ଅକ୍ଷୟ ମହାନ୍ତି। କଥାବାର୍ତ୍ତା ଜମିଗଲା ପରେ ବାଟଟା ବେଶୀ ଦୂର ଲାଗିଲା ନାହିଁ। ଆମେ ସକାଳୁ ସକାଳୁ ଯାଇ ବୁର୍ଲାରେ ପହଞ୍ଚିଗଲୁ। ସେଠି ଆମ ପାଇଁ ଗୋଟେ ଗେଷ୍ଟ ହାଉସ୍ ଠିକ୍ ହୋଇଥିଲା। ଗୋଟେ ଦୋମହଲା କୋଠା। ଠିକ୍ ହେଲା ଯେ ଝିଅମାନେ ଉପରେ ରହିବେ ଓ ପୁଅ ପିଲାମାନେ ତଳେ ରହିବେ। ଆମେ ତଳ ମହଲା 2ଟି ରୁମ୍ରେ କୌଣସି ମତେ ମୁଣ୍ଡ ଗୁଞ୍ଜିବା ପାଇଁ ବନ୍ଦୋବସ୍ତ କରିନେଲୁ। ମୁଁ ବାଥରୁମ୍କୁ ଯିବା ପୂର୍ବରୁ ଜୟୀ, ନବ ଓ ରଘୁ ହାତରେ ଟିକେ ଟିକେ ଗୁଡ଼ାଖୁ ଧରି ଘଷିବା ଆରମ୍ଭ କଲି। ମୋତେ ନିଦ ଲାଗୁଥିଲା। ମୁଁ ବିଛଣାରେ ଘୁମେଇ ପଡ଼ିଥିଲା ବେଳେ ଏଇ 3 ଜଣ ଗେଷ୍ଟ ହାଉସ୍ର ବାହାରେ ଥିବା ବଗିଚା ଆଡ଼େ ଚାଲିଗଲେ ବୁଲିବାକୁ। ପିନ୍ଧିଥିଲେ ଲୁଙ୍ଗି, କାନ୍ଧରେ ଖଣ୍ଡେ ଖଣ୍ଡେ ଗାମୁଛା। କିଛି ସମୟ ପରେ ସେମାନେ ଡରିମରି ଫେରିଆସିଲେ। ତରତର ହୋଇ ଫେରିଲା ବେଳେ ପଛଆଡ଼ୁ କେହି ଜଣେ କବାଟଟା ଧର କରି ବାଡ଼େଇ ଦେଲା। ମୋ ଛାଇ ନିଦଟା ଭାଙ୍ଗିଗଲା। ମୁଁ ଚମକି ଉଠି ପଚାରିଲି, କ'ଣ ହେଲା? ଜୟୀ କହିଲା, ଷଣ୍ଢର ସାହେବ ବିଗିଡ଼ି ଯାଇଛନ୍ତି। ଆମକୁ ବହୁତ ଗାଳିଗୁଲଜ କଲେ। ଆମେ ତ ଇଂରାଜୀ ବୁଝିପାରୁନା। ହିନ୍ଦୀରେ ଯେତିକି କହିଲେ ସେଥିରୁ ଜାଣିଲି ଯେ ଏଇଟା ଫାଷ୍ଟ କ୍ଲାସ୍ ଗେଷ୍ଟ ହାଉସ୍। ଏଠି ଗୁଡ଼ାଖୁ ଖସି ବାହାରେ ବୁଲିବା ମନା। ଏଠି ଲୁଙ୍ଗି ପିନ୍ଧି ଖାଲି ଦେହରେ ବାରଣ୍ଡା ଯିବାକୁ ମଧ୍ୟ ମନା। ମୁଁ ବିଦ୍ରୋହୀ ହୋଇ ଉଠିଲି। ସଙ୍ଗେ ସଙ୍ଗେ ଲୁଙ୍ଗି ପିନ୍ଧି ଖାଲି ଦେହରେ ଗୁଡ଼ାକୁ ଧରି ବଗିଚା ଭିତରକୁ ଚାଲିଗଲି। ମି ଓ ମିସେସ୍ ସଣ୍ଡର୍ସ ବସି ବାରଣ୍ଡାରେ ଚା ଖାଉଛନ୍ତି। ମୋତେ ଦେଖି ସଣ୍ଡର୍ସ ଡାକିଲେ। ତାଙ୍କ ସହିତ ଯେଉଁ ବାକ୍ୟ ବିନିମୟ ଇଂରାଜୀରେ ହେଲା ତା ସାରାଂଶ ଏମିତି, ସେ ତୁମମାନଙ୍କୁ କୁହାହେଲା ପରା ତୁମେ ଏମିତି ଗେଷ୍ଟ ହାଉସ୍ ବାରଣ୍ଡା କିମ୍ବା ବଗିଚାରେ ବୁଲିବନି ବୋଲି। କାହିଁକି? କ'ଣ ଅସୁବିଧା ହେଉଛି? ମୁଁ ମୋ ଦେଶରେ ଅଛି। ମୁଁ ମୋ ଖୁସିରେ ବୁଲିପାରିବି। କିନ୍ତୁ ଏଠି ଗୋଟେ ନିୟମ ଅଛି। କାହିଁ? ସେ ନିୟମ କେଉଁଠି ଲେଖା ଅଛି? ଭଦ୍ରଲୋକମାନଙ୍କୁ ସେ ନିୟମ ଚେତାଇ ଦେବାକୁ ପଡ଼େ ନା। ମନେ କରନ୍ତୁ ଆମେ ଭଦ୍ରଲୋକ ନୁହଁ, ଆମେ କଳାକାର, ଯେଉଁମାନେ ବିନା ଆପଣ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରିବେନି। ଆପଣଙ୍କର କ'ଣ କର୍ତ୍ତବ୍ୟ ନୁହେଁ ଆମକୁ ଖୁସିରେ ରଖିବାଟା? ତା ବୋଲି ଗୋଟେ ଡିସିପ୍ଲିନ୍ ନାହିଁ? ଡିସିପ୍ଲିନ୍ ଆପଣ ରଖନ୍ତୁ, କାରଣ ଆପଣ ପୋଲିସ। ଦିନରେ ହୁଏତ ନିମ୍ନ କର୍ମଚାରୀଙ୍କଠୁ 4ଟା ସଲାମ ବଦଳରେ ଉପରିସ୍ଥ ହାକିମଙ୍କୁ 10 ସଲାମ ମାରୁଥିବେ। ଆଉ ଡିସିପ୍ଲିନ୍ ରଖିବା ଯଦି ଆପଣଙ୍କ ଧର୍ମ, ତେବେ ପୁଲିସ ଲାଇନ୍ ଯାଆନ୍ତୁ, ଷ୍ଟେଜ୍କୁ ଆସନ୍ତୁ ନାହିଁ। ତାମାନେ ତୁମେ ମୋତେ କହୁଛ ଯେ ଷ୍ଟେଜ୍ରେ କୌଣସି ଡିସିପ୍ଲିନ୍ ନାହିଁ? ଅଛି। ସେଇଟା ଆପଣଙ୍କ ପୋଲିସ ଡିସିପ୍ଲିନ୍ଠୁ ବହୁତ ଉପରେ। ଆପଣ ତାହା ବୁଝିପାରିବେନି। ଆମେ କଳାକାରମାନେ ଇନଡିସିପ୍ଲିନ୍ ବିକଜ୍ ୱି ଆର୍ ମୋଷ୍ଟ ଡିସିପ୍ଲିନ୍। ଏତିକି କହି ଝଡ଼ ବେଗରେ ମୁଁ ସେଠୁ ଚାଲି ଆସି ଆମ ରୁମ୍ରୁ ଜୟୀ, ନବ ଓ ରଘୁ ଇତ୍ୟାଦିଙ୍କୁ ଡାକି ବଗିଚା ଭିତରକୁ ବୁଲିବାକୁ ଲାଗିଲି। ଷଣ୍ଢର ସାହେବ କେବଳ ଦାନ୍ତ ରଗଡ଼ୁଥାନ୍ତି। ମୁଁ ବଗିଚା ଭିତରୁ ବଡ଼ ପାଟିରେ କହିଲି, ଦାନ୍ତ ରଗଡ଼ି କିଛି ଲାଭ ନାହିଁ। ଆମ ପାଖରେ ଫେରିଯିବାକୁ ବସ୍ ଭଡ଼ା ଅଛି। ଆମେ ଯଦି ଫେରିଯାଉ ଆଉ ପ୍ରୋଗ୍ରାମ୍ ନ ହୋଇପାରେ, ତେବେ ଏହି ସଂସ୍ଥା ଯେଉଁ ଆଡ଼ଭାନ୍ସ ନେଇଛନ୍ତି ସେଥିପାଇଁ ଆପଣ ମାଡ଼ ଖାଇବେ। ଷଣ୍ଢର ସାହେବ ଥକ୍କା ହୋଇ ବସିଗଲେ। ବର୍ତ୍ତମାନ ତାଙ୍କ ସହିତ ପରାମର୍ଶ କରିବାକୁ କାନ୍ତି ଭାଇ ନାହାନ୍ତି। କାନ୍ତି ଭାଇ ତାଙ୍କୁ ଛାଡ଼ିଦେଇ ରାଉରକେଲା ଚାଲି ଯାଇଛନ୍ତି। ଷଣ୍ଢର ସାହେବ ଆମ ସହିତ ସାଲିସ କରିବାକୁ ବାଧ୍ୟ। ସେ ପ୍ରତିଶୋଧ ନେଇପାରନ୍ତି। ଅନ୍ତତଃ ଆମେ ସେଇଆ ଅନୁଭବ କରୁଥିଲୁ। ସକାଳେ ବାଥରୁମ୍କୁ ଫେରିଲା ପରେ ଆମକୁ ଆଦେଶ ହେଲା ଯେ ପୁଅ ପିଲା ବଜାରକୁ ଯାଇ ଜଳଖିଆ ଖାଇ ଆସିବେ, ସେଥିଲାଗି ତାଙ୍କୁ ପଇସା ଦିଆଯିବ। କିନ୍ତୁ ଝିଅ ପିଲାମାନେ ଏଇଠି ଖାଇବେ। ତାଙ୍କ ପାଇଁ ବଜାରରୁ ଜଳଖିଆ ଆମେ ନେଇ ଆସିବୁ। ଆମେ ନିଜ ନିଜ ଭିତରେ ଆଲୋଚନା କରି ସ୍ଥିର କଲୁ ଯେ ନା, ଆମେ ବଜାରକୁ ଜଳଖିଆ ଖାଇବାକୁ ଯିବୁ ନା ଝିଅମାନଙ୍କ ପାଇଁ ଜଳଖିଆ କିଣି ଆଣିବୁ। ଷଣ୍ଢର ସାହେବ ବଡ଼ ଅସୁବିଧାରେ ପଡ଼ିଗଲେ। ସେ ଯାଇ ଆମମାନଙ୍କ ପାଇଁ ଜଳଖିଆ କିଣି ଆଣିଲେ ତାଙ୍କ ସମ୍ମାନ ହାନି ହୋଇଯିବ। ଅଗତ୍ୟା ଗେଷ୍ଟ ହାଉସ୍ରେ ଥିବା ମାଳି ହାତରେ ଜଳଖିଆ ମଗାଇଲେ। ମୁଁ ଡାଇନିଂ ହଲ୍ରେ ବସି ଜଳଖିଆ ଖାଉଥିଲା ବେଳେ ଷଣ୍ଢର ସାହେବ ପଶି ଆସିଲେ। ତୁମ ମନ ଶାନ୍ତି ହେଲା? ମୁଁ କହିଲି, ଜଳଖିଆ ନିହାତି ବାଜେ। କାନ୍ତି ଭାଇ ବୋଧହୁଏ ଆପଣଙ୍କୁ ଯଥେଷ୍ଟ ଟଙ୍କା ଦେଇନାହାନ୍ତି। ସେଥିରୁ ତୁମକୁ କ'ଣ ମିଳିବ? ତମେମାନେ ଠିକ୍ କରିଛ ଯେ ମୋ ସହିତ କଳିକଜିଆ କରି ନିଜର ଜିଦ୍ ବଜାୟ ରଖିବ। ଜିଦ୍ ବଜାୟ ନ ରଖିଲେ ଆଜି ରାତିରେ ଶୋ ଯେ ଖରାପ ହେବ ସେ କଥା ଭାବି ଦେଖନ୍ତୁ। ଓହୋ, ତମେ ବ୍ଲାକମେଲ୍ କରୁଛ? ଆପଣଙ୍କର କ'ଣ ଅଛି ଯେ ଆମେ ବ୍ଲାକମେଲ୍ କରିବୁ? କାନ୍ତି ଭାଇ ଆପଣଙ୍କୁ ଯେତିକି ଟଙ୍କା ଦେଇ ଯାଇଛନ୍ତି ସେତିକି ହିଁ ଆପଣ ଖର୍ଚ୍ଚ କରିବେ। ଷଣ୍ଢର ସେଥିରେ ଚୁପ୍ ରହିଲେ। ଆମର ଜଳଖିଆ ପର୍ବ ଶେଷ ହୋଇଥିଲା। ଆମେ ସମସ୍ତେ ମୁଣ୍ଡ ଧୋଇ ବାହାରିଲୁ ରିହର୍ସାଲ୍ କରିବାକୁ। ରିହର୍ସାଲ୍ କରିବାକୁ ହେଲେ ଗୋଟେ ବଡ଼ ହଲ୍ ଦରକାର। ଗେଷ୍ଟ ହାଉସ୍ରେ ହଲ୍ ନାହିଁ। ବଡ଼ ଗୋଟେ ଲାଉଞ୍ଜ ଅଛି। ଆମେ ସମସ୍ତେ ସେ ଲାଉଞ୍ଜରେ ଥିବା ଟେବୁଲ୍ ଚୌକିରେ ଉଠେଇ ପରିଷ୍କାର କରିଦେଲୁ। ସେତେବେଳେ ବି ଷଣ୍ଢର ଆସି ପାଟି କଲେ। କହିଲେ, ଏଗୁଡ଼ା ଅସଭ୍ୟତା। ଗେଷ୍ଟ ହାଉସ୍ରେ କେମିତି ରହିବାକୁ ହୁଏ ତୁମକୁ ଜଣା ନାହିଁ। ଏ କଥାଟା ସେ ମୋ ଉଦ୍ଦେଶ୍ୟରେ କହିଲେ। ମୁଁ କହିଲି, ଆଜ୍ଞା, ଗେଷ୍ଟ ହାଉସ୍ରେ କେମିତି ରହିବାକୁ ହୁଏ ସେ କଥା ମୁଁ ଶିଖିଛି। କିନ୍ତୁ ବର୍ତ୍ତମାନ ନୃତ୍ୟନାଟିକା ରିହର୍ସାଲ୍ ହେବା ଦରକାର। କାରଣ ଆସିବା ଦିନ ଆଗରୁ 2 ଦିନ ନୃତ୍ୟନାଟିକା ରିହର୍ସାଲ୍ ହେବା ଦରକାର।
କାରଣ ଆସିବା ଦିନ ଆଗରୁ 2 ଦିନ ରିହର୍ସାଲ ବନ୍ଦ ରହିଥିଲା। ପିଲାମାନେ ସବୁ ଭୁଲି ଯାଇଥିବେ, ତେଣୁ ତାଙ୍କର ରିହର୍ସାଲ ହେବା ନିହାତି ଦରକାର। ସେ କହିଲେ, ତମେ କ'ଣ ଜାଣିନ ଏଇଟା ଗୋଟେ ଫାର୍ଷ୍ଟ କ୍ଲାସ୍ ଗେଷ୍ଟ ହାଉସ୍? ମୁଁ ଚଢ଼ି ଉଠି କହିଲି, ତୁମେ କ'ଣ ଜାଣିଛ ତ୍ରିତାଳରେ କେତୋଟା ମାତ୍ରା ଥାଏ? ସେ ମୋ କଥା ବୁଝିପାରିଲେନି ବୋଧହୁଏ। ସେଇଥିପାଇଁ ତାଙ୍କ ସ୍ତ୍ରୀଙ୍କ ମୁହଁକୁ ବଲ ବଲ କରି ଅନେଇଲେ। କହିଲି, କିଛି ପରବା ନାହିଁ, ଆମେ ରିହର୍ସାଲ କରିବୁନୁ। ଆଜି ଯଦି ଷ୍ଟେଜ ଉପରେ କିଛି ଭୁଲ ଭଟକା ହୁଏ ସେଥିପାଇଁ ଆପଣ ଦାୟୀ ରହିବେ। ମିସେସ୍ ସଣ୍ଡର୍ସ ଗୁରୁତ୍ୱଟା ବୁଝିଗଲେ ବୋଧହୁଏ। ମୋତେ କହିଲେ, ତମେ ବୁଝିପାରୁନ ଆର୍ଯ୍ୟ, ଏଠି ଅନେକ ଉଚ୍ଚସ୍ତରୀୟ ଅଫିସର ଅଛନ୍ତି। ନାଚ ଗୀତ ହେଲେ ତାଙ୍କର ଅସୁବିଧା ହୋଇପାରେ। ସମସ୍ତେ ତ ମିଷ୍ଟର ସଣ୍ଡର୍ସକୁ ଜାଣନ୍ତି, ସେମାନଙ୍କୁ ଦୋଷ ଦେଇପାରନ୍ତି। ମୁଁ କହିଲି, ଓହୋ, ଆପଣ ଆପଣଙ୍କ ସ୍ୱାମୀଙ୍କ ଚାକିରି ରହିବ କି ନାହିଁ ସେଇ କଥା ଭାବୁଛନ୍ତି, କିନ୍ତୁ ମୁଁ ଭାବୁଛି ସନ୍ଧ୍ୟାବେଳେ ଶୋ ଖରାପ ହେଲେ କେମିତି ଢେଲା ପଡ଼ିବ। ଦୁହେଁ ଫେରିଗଲେ ହତାଶ ହୋଇ। କୌଣସି ବିଷୟରେ ସେମାନେ ଆମ ଉପରେ କର୍ତ୍ତୃତ୍ୱ ବିସ୍ତାର କରିପାରିଲେ ନାହିଁ। ଆମେ ଆରାମରେ ରିହର୍ସାଲ ଆରମ୍ଭ କଲୁ। ମଜା କଥା ହେଲା ଯେ ରିହର୍ସାଲ ଆରମ୍ଭ ହେବା 5 ମିନିଟ୍ ଭିତରେ ଗେଷ୍ଟ ହାଉସ୍ରେ ରହିଥିବା ସବୁ ବଡ଼ ବଡ଼ ଅଫିସର ଆସି ଆମ ରିହର୍ସାଲ ଦେଖୁଥିଲେ ଓ ପସନ୍ଦ କରୁଥିଲେ ଏବଂ ମିଷ୍ଟର ଏବଂ ମିସେସ୍ ସଣ୍ଡର୍ସ ଗର୍ବରେ ଫାଟି ପଡ଼ୁଥିଲେ, କାରଣ ଏପରି ଏକ ନାଚ ପାର୍ଟିର ପରିଚାଳନା ଦାୟିତ୍ୱରେ ସେମାନେ ଆସିଛନ୍ତି। ସେଦିନ ସନ୍ଧ୍ୟାରେ କାର୍ଯ୍ୟକ୍ରମ ପାଇଁ ଆମେ ସମସ୍ତେ ପ୍ରସ୍ତୁତ ହେଉଥାଉ। ବିନ୍ଦୁ ନାଚଟି ପାଇଁ ପ୍ରସ୍ତୁତ ହେଉଥାଏ। ଗୋଟିଏ କଥକ, ଅନ୍ୟଟି ଓଡ଼ିଶୀ। ମୁଁ ଗାଇବି 15 ମିନିଟ୍ ପାଇଁ, ତାପରେ ନୃତ୍ୟ ନାଟିକା। ଆମେ ସମସ୍ତେ ପ୍ରସ୍ତୁତ ହୋଇ ଷ୍ଟେଜ ଉପରକୁ ଗଲୁ। ଷ୍ଟେଜ ଅଛି ସିନା, ଗ୍ରୀନ୍ ରୁମ୍ ନାହିଁ। ଝିଅ ପିଲାମାନେ କେଉଁଠି ବେଶ ହେବେ? ଏ ଏକ ବିରାଟ ପ୍ରଶ୍ନ। ମୁଁ ସଣ୍ଡର୍ସ ସାହେବଙ୍କୁ ପଚାରିଲି। ସେ କହିଲେ, ଏସବୁ ବିଷୟରେ ସେ କିଛି ଜାଣନ୍ତି ନାହିଁ। ମୁଁ କହିଲି, ଯେତେବେଳେ ଏତେ କଳାକାରଙ୍କର ମ୍ୟାନେଜର ହିସାବରେ ଆପଣ ଆସିଛନ୍ତି, ଆପଣଙ୍କର ଜାଣିବା ଦରକାର ଯେ କେଉଁଠି ଗ୍ରୀନ୍ ରୁମ୍ ହେବ, କେଉଁଠି ଷ୍ଟେଜ୍ ହେବ। ସେ କହିଲେ, ମୁଁ କାନ୍ତି ଭାଇଙ୍କୁ କେବଳ କଥା ଦେଇଥିଲି ପାର୍ଟିକୁ ଆଣି ଏଠି ଶୋ କରି ପୁଣି ରାଉରକେଲାକୁ ଯିବାକୁ। ମୋତେ ସେ ଗ୍ରୀନ୍ ରୁମ୍ କରିବା ଦାୟିତ୍ୱ ଦେଇନଥିଲେ। ଗ୍ରୀନ୍ ରୁମ୍ ନହେଲେ ଶୋ ହୋଇପାରିବନି, ସେଇଟା ବୁଝିଛନ୍ତି ତ? ଆଜି ସକାଳେ ମୁଁ ଯେଉଁ କହୁଥିଲି ଯେ ଆଡ଼ଭାନ୍ସ ଟଙ୍କା ହୁଏତ ଫେରାଇବାକୁ ପଡ଼ିପାରେ, ସେ କଥା ଚିନ୍ତା କରୁନାହାନ୍ତି। ଆଡ଼ଭାନ୍ସ ଟଙ୍କା? ମୁଁ ସେ ବିଷୟରେ କିଛି ଜାଣିନାହିଁ। ତାକୁ ସବୁ କାନ୍ତି ଭାଇ ରଖିଛନ୍ତି। କିନ୍ତୁ ଆପଣ ତ ଏଠି ସର୍ବେସର୍ବା, ଆପଣଙ୍କୁ ସମସ୍ତେ ଧରିବେ। ଆପଣ ଅସଲ ଜୀବନରେ ପୋଲିସ ହୋଇ କ'ଣ ଚୋର ପରି ଲୁଚି ପଳାଇବାକୁ ଚିନ୍ତା କରୁଛନ୍ତି? ଏଥର ତାଙ୍କ ବୁଦ୍ଧି ପଶିଲା। ସେ ମୋ ଉପଦେଶ ଖୋଜି ବସିଲେ। କିପରି ଚଞ୍ଚଳ କାମ କରିହେବ, କିପରି ଗ୍ରୀନ୍ ରୁମ୍ଟା ତିଆରି ହୋଇପାରିବ, ସେ ବିଷୟରେ ମୋ ସହିତ ଆଲୋଚନା କଲେ। କେନ୍ଦ୍ରର ଆଇନଠାରୁ ନେଇ ସବୁ ମେକଅପ୍ ଜିନିଷ ନେଇ ଜଣେ ମେକଅପ୍ ମ୍ୟାନ୍ ଆସିଥାଏ। କେବଳ ଗୋଟେ ଟ୍ରାପୋଲିନ୍ ଦରକାର। ମୁଁ ସବୁ ବନ୍ଦୋବସ୍ତ କରି ଝିଅମାନଙ୍କୁ ମେକଅପ୍ ନେବାକୁ ନିର୍ଦ୍ଦେଶ ଦେଲି। ଠିକ୍ ସମୟଠୁ ଅଧଘଣ୍ଟା ବିଳମ୍ବ ହୋଇଗଲା ଶୋ ଆରମ୍ଭ ହେବାକୁ। ମଝିରେ ସଣ୍ଡର୍ସ ସାହେବ ଆସି ମୋ ଉପରେ ରାଗି ଯାଉଥାନ୍ତି। ଏମିତି ଇନଡିସିପ୍ଲିନ୍ ପାର୍ଟିକୁ କେବେ ସେ ଦେଖିନାହାନ୍ତି। ମୁଁ କହିଲି, ଆଜ୍ଞା, ଆପଣ ଦୟାକରି ବାହାରେ ଅପେକ୍ଷା କରନ୍ତୁ। ଲୋକମାନଙ୍କର ଧୈର୍ଯ୍ୟ ଅଛି, ସେମାନେ ବସିଛନ୍ତି। ଆପଣ କାହିଁ ଚିଲାଉଛନ୍ତି? ତମେ ପୋଲିସରେ ଥିଲେ ମୁଁ ଆଜି ତୁମକୁ ଚାକିରି ନେଇନଥାନ୍ତି। ସେଥିପାଇଁ ତ ମୁଁ ପୋଲିସ ଚାକିରି କରେନି। ହଁ, କହିବେ ଯେ ଆପଣଙ୍କର ଗୋଟେ ପୋଲିସ ବ୍ୟାଣ୍ଡ ପାର୍ଟି ଅଛି। ସେମାନେ ବି ତ ଆପଣଙ୍କୁ ସଲାମ ମାରିଲା ବେଲା ଆଉ ତୁଚ୍ଛା ବେସୁରା ବଜାନ୍ତି, ଯେଉଁଟା ଆପଣମାନେ ବୁଝିପାରନ୍ତି ନାହିଁ। ଏଠି ସୁରିଲା ପ୍ରୋଗ୍ରାମ ହେଉଛି। ଆପଣ ବାହାରକୁ ଯାଆନ୍ତୁ ଓ ଅପେକ୍ଷା କରନ୍ତୁ। ଯେତେ ଶୀଘ୍ର ପାରେ ମୁଁ ପିଲାମାନଙ୍କୁ ରେଡ଼ି କରାଇ ଦେଉଛି। ସଣ୍ଡର୍ସ ସାହେବ ଅପମାନିତ ହୋଇ ଫେରିଗଲେ। ଝିଅମାନେ ମୋର ଏ ଯୁକ୍ତିକୁ ବହୁତ ତାରିଫ କଲେ, ବିଶେଷତଃ ବିନ୍ଦୁ। ସେ କହିଲା, ତମର ଏ ଯୁକ୍ତିଗୁଡ଼ା କ'ଣ ଆଗରୁ ମନ ଭିତରେ ଠିକ୍ କରି ରଖିଥାଅ? ନା, ଛାନିଆରେ ବାହାଯାଏ। ବିନ୍ଦୁ କହିଲା, ସଣ୍ଡର୍ସ ସାହେବ ରାଗିଯାଏ ତୁମ ବିରୁଦ୍ଧରେ କାନ୍ତି ଭାଇଙ୍କୁ ନିଶ୍ଚୟ କହିବେ। କୁହନ୍ତୁ, ମୁଁ ସଣ୍ଡର୍ସ ସାହେବ କି କାନ୍ତି ଭାଇର ଚାକର ନୁହେଁ। ମୁଁ ଆସିଛି କାନ୍ତି ଭାଇ ପ୍ରଚାରିତ ଗୋଟେ ଆଦର୍ଶ ପଛରେ। କେନ୍ଦ୍ରର ଘର ତୋଳା ହେବ, ସେଥିପାଇଁ ଅନେକ ଟଙ୍କା ଲୋଡ଼ା। ଆମେ କ'ଣ ପାଇଁ ଆସିଛୁ? ତୁ କଣ୍ଢେଇ ନାଚ ଦେଖିଛୁ? ଛୋଟ ଷ୍ଟେଜରେ ଛୋଟ ଛୋଟ କଣ୍ଢେଇ ନାଚନ୍ତି। ଉପରେ ସୂତା ଅନ୍ୟ କୌଣସି ଲୋକ ଧରିଥାଏ। ତମେମାନେ ସେଇପରି ଗୋଟେ ଗୋଟେ କଣ୍ଢେଇ। ମୋ ବାପାଙ୍କୁ କହିବି ଯେ ମୁଁ ଆଉ ଏ ନାଚ ସ୍କୁଲ ସଙ୍ଗେ ନାଚିବାକୁ ଆସିବିନି। ଜମାରୁ କହିବୁନି। ତତେ ନଚାଇବା ପଛରେ ତାଙ୍କର ବି କିଛି ସ୍ୱାର୍ଥ ଥାଇପାରେ। କ'ଣ ସ୍ୱାର୍ଥ ଥାଇପାରେ? ସେ ହୁଏତ କେନ୍ଦ୍ରର ପ୍ରେସିଡେଣ୍ଟ ହେବାକୁ ଆଶା କରିଛନ୍ତି। ସେ କାହିଁକି ପ୍ରେସିଡେଣ୍ଟ ହେବେ? ଦେଖ, ତୋ ଆଗରୁ ତୋ ବଡ଼ ଭଉଣୀ ବି ନାଚୁଥିଲା। ସେ ବି କେନ୍ଦ୍ରର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲା। ଏବେ ତୁ ଅଂଶ ନେଇଛୁ। ତୋ ବାପାଙ୍କର ରିଟାୟାର କରିବାକୁ ଆଉ ମାତ୍ର 4 ମାସ। ସେ ତାପରେ କ'ଣ କରିବେ? କେନ୍ଦ୍ରର ପ୍ରେସିଡେଣ୍ଟ ହେବେ। ତାହେଲେ କାନ୍ତି ଭାଇ କୁଆଡ଼େ ଯିବେ? କାନ୍ତି ଭାଇ ତ ପ୍ରେସିଡେଣ୍ଟ ନୁହନ୍ତି, ସେ ଅନ୍ୟକୁ ପ୍ରେସିଡେଣ୍ଟ କରାନ୍ତି। ସେ ହେଉଛନ୍ତି କଳା କେନ୍ଦ୍ରର ପ୍ରତିଷ୍ଠାତା। କେନ୍ଦ୍ରର ଯେଉଁ ପ୍ରେକ୍ଷାଳୟ ହେବ, ସେଥିରେ ସୁନାକ୍ଷରରେ ତାଙ୍କ ନାଁ ଲେଖା ହୋଇ ରହିବ ଏବଂ ସମ୍ଭବତଃ ତାଙ୍କର ପ୍ରତିମୂର୍ତ୍ତି ସେ ତିଆରି କରିଯିବେ ମରିବା ପୂର୍ବରୁ। ଶୋଟି
ଆରମ୍ଭ ହେଲା। ଖୁବ୍ ଚିତାକର୍ଷକ ହୋଇଥିଲା। ପ୍ରଥମେ ବିନ୍ଦୁ ଗୋଟେ ଓଡ଼ିଶୀ ନାଚିଲା, ତାପରେ ମୁଁ ଗାଇଲି, ତାପରେ ସମବେତ କଣ୍ଠ ସଙ୍ଗୀତରେ ଅନେକ ଶିଳ୍ପୀ ଭାଗ ନେଲେ। ଗ୍ରୀନ୍ ରୁମ୍ଟା ଖୁବ୍ ଗହଳି ଥିଲା, ତେଣୁ ବିନ୍ଦୁ କଥକ ନାଚିବା ପାଇଁ ପୋଷାକ ବଦଳାଇବା ଅସୁବିଧା ଅନୁଭବ କଲା। ସେ ମୋତେ ଡାକିଲା, ଅନ୍ଧାରିଆ ଗଳି ପାଖକୁ ନେଇଗଲା। ମୁଁ ଆଶ୍ଚର୍ଯ୍ୟ ହେଉଥିଲି। ହଠାତ୍ ଗୋଟେ ସୁନ୍ଦର ଝିଅ ମୋତେ ଗୋଟେ ଅନ୍ଧାରିଆ ଗଳି ପାଖକୁ କାହିଁକି ଡାକୁଛି? ସେ ଗଳି ଭିତରେ ପଶିବା ପୂର୍ବରୁ ସେ ମୋତେ କହିଲା, ତମେ ଏଇଠି ଟିକେ ଜଗି ଛିଡ଼ା ହୁଅ, ମୁଁ ବ୍ଲାଉଜଟା ବଦଳି ଦେଇ ଆସିଛି। ମୁଁ ଆଶ୍ଚର୍ଯ୍ୟ ହେଲି। ମୋ ଉପରେ ବିନ୍ଦୁର ଏମିତି ଏତେ ବିଶ୍ୱାସ ହେଲା। କାଲି ରାତିରେ ତାକୁ ଅବନୀ ଓ ଚନ୍ଦ୍ରଦା ମୋ ସହିତ କଥାବାର୍ତ୍ତା ନ କରିବାକୁ ଉପଦେଶ ଦେଇଥିଲେ। ଆଜି ସନ୍ଧ୍ୟାରେ ସେ ମୋର ଏତେ ନିକଟକୁ ଆସିଗଲା। ଝିଅମାନଙ୍କର ବିଶ୍ୱାସ ଉପରେ ଭରସା ନାହିଁ। ଯେତେବେଳେ ତୁମେ ଭାବୁଥିବ ଯେ କୌଣସି ଝିଅର ତୁମ ଉପରେ ଅସୀମ ବିଶ୍ୱାସ, ଠିକ୍ ସେତିକି ବେଳେ ସେ ତୁମକୁ ଅବିଶ୍ୱାସ କରିବ। ପୁଣି ଯେତେବେଳେ ଯାହାକୁ ତୁମେ ଭରସା କରୁନଥିବ, ସେ ଆଗେ ଆସି କହିବ ଯେ ତୁମ ଉପରେ ମୋର ଗଭୀର ବିଶ୍ୱାସ। ମୋର କଳାକାର ଜୀବନରେ ଏହି ବିଶ୍ୱାସ ଅବିଶ୍ୱାସର ଚକ୍ର ମୋତେ ଆଚ୍ଛନ୍ନ କରି ରଖିଥିଲା। କିଏ ମୋ ନିଜର, କିଏ ମୋର ପର ଜାଣିବା ମୁସ୍କିଲ ଥିଲା। କେବଳ ଗୋଟେ ଆତ୍ମବିଶ୍ୱାସରେ ମୁଁ ଅନ୍ଧଙ୍କ ପରେ ଆଗେଇ ଚାଲିଥିଲି। ଭବିଷ୍ୟତରେ କିଏ ମୋ ଜୀବନରେ ଆସିବ ଏବଂ କିଏ ମୋ ସହିତ ପାଦ ମିଳେଇବ, ସେ କଥା ମୁଁ ଆଦୌ ଜାଣିପାରୁନଥିଲି। ତେବେ ଏତିକି ମନକୁ ସାନ୍ତ୍ୱନା ଦିଏ ଯେ କେହି ନା କେହି କେବେ ନା କେବେ ତ ଆସିବ, ଆଉ ସେତେବେଳେ ହୁଏତ ପୁଣି ଥରେ ସୂର୍ଯ୍ୟ ଉଦୟ ହେବ ମଧ୍ୟରାତ୍ରିରେ। ବିନ୍ଦୁ ବ୍ଲାଉଜ ବଦଳାଇ ଦେଇ ବାହାରକୁ ଆସିଲା। ମୋତେ ସେଠି ଗୋଟେ ଅସହାୟ ଶିଶୁ ପରେ ଛିଡ଼ା ହୋଇଥିବାର ଦେଖି ଅଳ୍ପ ହସିଲା। ମୁଁ ପଚାରିଲି, ତୋର ଏତେ ସାଙ୍ଗ ଥାଉ ଥାଉ ମୋତେ କାହିଁ ଜଗିବାକୁ ଡାକିଲୁ? ମୋତେ ଲାଗେ ଯେ ତୁମେ ଖୁବ୍ ଭଲ। କାହିଁ, ମୁଁ କ'ଣ ଖରାପ ହୋଇପାରେ ନା? ମୁଁ ତ ତୋ ସହିତ ଅନ୍ଧାର ଗଳି ଭିତରକୁ ପଶିଯାଇଥାନ୍ତି। ମୁଁ ଜାଣେ ସେ ସାହସ ତୁମର ନାହିଁ, କିମ୍ବା ସେ ଅବିବେକୀପଣ ତୁମ ପାଖରେ ନାହିଁ। ତୁମେ କେବଳ କଳା ପଛରେ ଧାଇଁଛ। ସେଇଟା କ'ଣ ଭୁଲ? ଭୁଲ ଠିକ୍ କଥା ମୁଁ କହିପାରିବିନି। ମୋତେ ଲାଗେ ତୁମେ ବହୁତ ବଡ଼ ସ୍ୱପ୍ନ ଦେଖୁଛ, ବହୁତ ଉପରକୁ ଉଠିବାକୁ ଚେଷ୍ଟା କରୁଛ। ତେଣୁ ତୁମ ପାଖରେ ଛୋଟ ଲୋକେ ନାହିଁ। ଜୀବନରେ ପ୍ରଥମ ଥର ପାଇଁ ବିନ୍ଦୁ ମୁହଁରୁ ଶୁଣିଲି ଯେ ମୋ ପାଖରେ ଛୋଟ ଲୋକେ ନାହିଁ। ଆମେ ଦୁହେଁ ଷ୍ଟେଜ୍ ପାଖକୁ ଗପି ଗପି ଫେରି ଆସିଲୁ। ଷ୍ଟେଜ୍ ପାଖରେ ମୁଁ ବିନ୍ଦୁକୁ କହିଲି, ଆମ ଦୁଇଜଣଙ୍କୁ ଦେଖି ଯଦି କେହି ସନ୍ଦେହ କରେ? କେହି କାହିଁକି, ସମସ୍ତେ ସନ୍ଦେହ କରନ୍ତୁ, କିନ୍ତୁ ତୁମେ ଜାଣ, ମୁଁ ଜାଣେ ଯେ ଆମେ ଦୁହେଁ ବିନା ପ୍ରୋଗ୍ରାମ ହୋଇପାରିବ ନାହିଁ। ତୁମେ ଏତେ ଭୟ କରୁଛ କାହିଁକି? ହଠାତ୍ କଥାରୁ ନଥା ବାହାରିବା କରି କେତେ ଲୋକ କେତେ କଥା ଯୋଡ଼ି ଦେଇପାରେ, ତାହା ଶେଷରେ କାନ୍ତି ଭାଇଙ୍କ କାନକୁ ଯିବ। ତୁମକୁ କେନ୍ଦ୍ରରୁ ବାହାର କରିଦେବାକୁ କାନ୍ତି ଭାଇଙ୍କ ଜୋର ନାହିଁ। ମୋର ନାଁରେ ମଧ୍ୟ କହିବାକୁ ସେ ସାହସ କରିବେନି। ଖାଲି ତୁମକୁ ବଦନାମ କରିବାକୁ ଗଲେ ମଧ୍ୟ ବଦନାମ ହେବାକୁ ପଡ଼ିବ ମୋତେ। ଏ ସାମାନ୍ୟ କଥାରୁ କେତେ ଗୁଡ଼ା କଥା ତୁ କହିଗଲୁଣି। ଚାଲ ଚାଲ, ତେଣୁ ସମସ୍ତେ ଅନେଇ ବସିଥିବେ। ଆମେ ଦୁହେଁ ଗ୍ରୀନ୍ ରୁମ୍ ଭିତରକୁ ପଶିଲୁ। ସମସ୍ତଙ୍କ ଆଖିରେ ଏକ ଆଶ୍ଚର୍ଯ୍ୟ ଦୃଷ୍ଟି। ଗ୍ରୀନ୍ ରୁମ୍ରେ ଷଣ୍ଢ ସାହେବ ଖୁବ୍ ଖପା ହୋଇ ବସିଛନ୍ତି। ବିନ୍ଦୁକୁ ତ ସେ କିଛି କହିଲେନି, କିନ୍ତୁ ମୋ ଉପରେ ସେ ଗୋଟେ ବିଷ ଦୃଷ୍ଟି ନିକ୍ଷେପ କରି କହିଲେ, ଏତେବେଳେ ଯାଇ କୁଆଡ଼େ ଯାଇଥିଲୁ? ମୁଁ ନିର୍ଭୀକ ଭାବରେ କହିଲି, ଆପଣ ବରଂ ବିନ୍ଦୁକୁ ପଚାରନ୍ତୁ। ତେବେ ଏହିଠାରେ ଶେଷ ହେଲା ଆତ୍ମଜୀବନୀ ଆର୍ଯ୍ୟ ଦାସର ଆତ୍ମଲିପିର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଆତ୍ମଜୀବନୀଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।